मैडम आपण हठात एतला दबा कथा काहे भाविले काहे एफआईआर देले? ଆସିଥିଲି ପୁଅର ମାନେ ଡେଥ୍ ସାର୍ଟିଫିକେଟ୍ ଲାଗି ଆପ୍ଲାଏ କରିବା ଲାଗି। ତାପରେ ମାନେ ମୁଁ ସୁରକ୍ଷିତ ବି ମଣୁ ନଥିଲି ସେଠି। ମାନେ ଆଜ୍ଞା ମୁଁ ଘରକୁ ମତେ ଯିବା ଲାଗି ବି ଭଲ ବି ଲାଗୁନଥିଲା। ଏମିତି କାହାକୁ ଡରିକି ନାହିଁ, ବଟ୍ ମୋ ବଡି ମାନେ ସାଥ ଦଉନଥିଲା କି ପୁଅକୁ ମିସ୍ କରିକି କାଳେ ବିପି ହାଇ ହେଇଯିବ, ପଡିଯିବି, ବ୍ଲଡ ସୁଗର ବି ହାଇ ଅଛି, ଆଜ୍ଞା ମାନେ ପଡିଯିବି ବୋଲି ମୁଁ ଏବେ ଘରକୁ ଆପଣ ମାଉସୀ ଭଲ ଅଛନ୍ତି ତ? ଶୁଣନ୍ତୁ ସାର୍, ମୁଁ ଘରକୁ ଆଉ ଯାଇନି। ଆଜ୍ଞା ମୁଁ ଅଲଗା ଜାଗାରେ ହୋଟେଲରେ ରହୁଥିଲି ଭାଇମାନଙ୍କୁ ନେଇକି। ଆଜ୍ଞା ତାପରେ ଆସିଲି କି ମୋ ମାନେ ବିଚଳିତ ହେଇ ପୁଅକୁ ମନେ ପକେଇ ପକେଇ କାନ୍ଦିଲି। ଆଉ ତାପରେ ମତେ କିଛି ତ ମୋ ଜୀବନରେ ଶାନ୍ତି ମିଳୁ, ମୋ ପୁଅକୁ ନ୍ୟାୟ ମିଳୁ ବୋଲି ମୁଁ ଯାଇଥିଲି ଥାନାକୁ। ମାଉସୀ ଆପଣଙ୍କର ଆମେ ଏଫଆଇଆର ଦେଖୁଥିଲୁ, ଆପଣ ସମସ୍ତଙ୍କର ନାଁ ନେଇଛନ୍ତି ସେଥିରେ, ଆଉ ଗୋଟେ ପଏଜନିଂ ର ଆଜ୍ଞା କଥା କହିଛନ୍ତି। ଆପଣଙ୍କ ପୁଅକୁ ପଏଜନ ଦିଆଯାଉଥିଲା କି ବିଷ ଦିଆଯାଉଥିଲା କି? ସାର୍ ମୁଁ ତ ସେ ମାନେ ଡାଉଟ ରେ ରହୁଛି। ହୁଁ ଯେତେବେଳେ ମୋ ପୁଅ ଦେହ ଅସୁସ୍ଥ ହୁଏ, ହୁଁ ମାନେ ଘରକୁ ଜଣେ ପାଥୋଲୋଜି ଅଛନ୍ତି ସେଇ ସିଡିଏରେ, ହୁଁ ସେ ଆସିକି ପୁଅକୁ ଇଞ୍ଜେକ୍ସନ ସାଲାଇନ୍ ସବୁ ଦିଅନ୍ତି। ଆଜ୍ଞା ହଁ, ତ କଣ ଦଉଥିଲେ ଆଉ କିଏ ସେଟା ପ୍ରେସକ୍ରାଇବ କରୁଥିଲେ, ମୁଁ ସେଟା ବି ଜାଣିବାକୁ ଚାହୁଁଛି। ଆଜ୍ଞା ମ୍ୟାଡାମ, ଆପଣ ଶ୍ରେୟା ମିଶ୍ର ଆଉ ତାଙ୍କ ପରିବାର ବିରୁଦ୍ଧରେ ବି ଲେଖିଛନ୍ତି। ଶ୍ରେୟା ମିଶ୍ର ଆଉ ତାଙ୍କ ପରିବାର କଣ କଲେ ବୋଲି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଅଛି? ସାର୍ ମୁଁ ବିରୋଧରେ କିଛି ଲେଖିନି। ସମସ୍ତଙ୍କୁ ତଦନ୍ତ କରାଯାଉ ବୋଲି, ଯେହେତୁ ହୁଁ ଆଗରୁ ମୋ ପୁଅ ନାଁରେ ଏଲିଗେସନ ଲଗା ହେଇଥିଲା। ହୁଁ ଆଉ ପୁଅ ଟର୍ଚର କରୁଛି ବୋଉକୁ। ତାପରେ ଯୌତୁକ ପ୍ରଥାରେ ବି ମୋ ପୁଅ ବହୁତ ହାରାସମେଣ୍ଟ ହେଇଥିଲା। ସେତେବେଳେ ମୋ ପୁଅକୁ ମାନେ ଥାନାରେ ଯୋଉ ବ୍ୟବହାର ଦେଇଥିଲେ, ମୋ ପୁଅ ସେଠି ବସିଥିଲା, ମୋ ନାଁରେ କିଛି ହେଇନଥିଲା। ମୁଁ ନ୍ୟୁଜରେ ଦେଖି ମୋ ପୁଅର ସେଠି କେହି ନଥିଲେ, ମୁଁ ଦୌଡିକି ଭିତରକୁ ଜବରଦସ୍ତି ପଶିଥିଲି। ଆଉ ମୋ ପୁଅକୁ ଯୋଉ ହିସାବରେ ବ୍ୟବହାର ଦିଆ ହେଇଥିଲା, ତ ଆଜ୍ଞା ମାଉସୀ ମୁଁ ଭାବୁଛି କି ପୁଅକୁ ମାନେ ରୋଷ୍ଟ କରିକି ମୋ ପୁଅର ଆଉ ଅଧେ ପୁରା ଡିପ୍ରେସନ କରିଦେଇ। ସେଇ ବୋଉ ସମୁଦୁଣୀ କଥା ସେଟା ତ ନୁହଁ, ଆଜ୍ଞା ବଟ୍ ପ୍ରତ୍ୟେକ ବିଷୟରେ ମୋ ପୁଅ ଟର୍ଚର ହେଲା ଭଳିଆ ଡିପ୍ରେସନ ରେ ଯାଉଥିଲା। ଆଜ୍ଞା ଆଜ୍ଞା ସେଇ ପାଇଁ ଆଜ୍ଞା ମୁଁ ମାନେ କାହାକୁ ମୁକାପେକ୍ଷା କରିବିନି ବୋଲି ସମସ୍ତଙ୍କର ନାଁ ନେଇଛି। ହଁ ଆଉ ସମସ୍ତଙ୍କୁ ଇନକ୍ୱାରି କରାଗଲେ ହଁ ବୋଧେ ଜଣା ପଡିବ। ଜଣା ପଡିବ। ଯେତେ ଆପଣ ଲେଖିଛନ୍ତି ଅର୍ପିତା ଚୌଧୁରୀ ଆଉ ତାଙ୍କ ପରିବାରଙ୍କର ନାଁ ବି ଅଛି। ସିଏ ବି ହଁ ହଁ ମାନସିକ ନିର୍ଯାତନା ଦଉଥିଲେ କି? ହଁ ହଁ ହଁ, ସେ ବହୁତ ମାନସିକ ନିର୍ଯାତନା ଦଉଥିଲା। ସେ ଝିଅ ମୋ ପୁଅ ସାଥିରେ ଥିଲା। ଆଜ୍ଞା ଆଉ ରାତିରେ ଆସେ, ଆଜ୍ଞା ସବୁଦିନ ଆସେନି, 3 ଦିନ 4 ଦିନରେ ଥରେ ଆସେ। ହଁ ଆଉ ଗୋଟେ ଛୋଟିଆ କଥା କଣ, କେବେ ଯଦି ତା ଝିଅକୁ ମନେ ପକେଇବ କି ତା ସ୍ତ୍ରୀ ସହିତ ଯଦି କଥା ହେବ କେବେ କଲ୍ ରେ, ମାନେ ଏଇ ଝିଅ ତାକୁ ମୋ ପୁଅକୁ ବହୁତ ଟର୍ଚର କରେ। ସିଏ ତୁ କେମିତି କେବେ ଟର୍ଚର ଡିଭୋର୍ସ କରନ୍ତି? ଦେବୁ, ତୁ ମାନେ ଡିଭୋର୍ସ କେବେ ଦଉନୁ, ମତେ କେବେ ନେବୁ, କେତେ ଦିନ ଏମିତି ଜଗିଥିବି। ତାପରେ ଆଉ ତାଙ୍କ 2 ଜଣଙ୍କ ଭିତରେ କଥା, ମୋବାଇଲ ଯଦି ଇନକ୍ୱାରି କରାଯିବ, ମେସେଜ କଲ୍ ମାନେ ରେକର୍ଡ ଯଦି ଥିବ, ମାନେ ଜଣା ହଁ ପଡିଯିବ। ମୁଁ ତ ଆପଣ ଏତିକି ଆପଣ ଭିତରକୁ ଥିବା ସମୟରେ ସେ ଘରକୁ ଆସିଥିଲେ କି? ହୁଁ 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 ହୁଁ, ଆପଣ କିଛି କହୁନଥିଲେ ସେ ସମୟରେ? ମୁଁ ମନା କରିଛି ପୁଅକୁ। ମତେ ବହୁତ ଥର ମୋ ପୁଅ ରାଗିକି ଗାଳି ବି କରିଛି। ମାନେ ମତେ ସେମିତି ଚରିତ୍ର ଭଲ ଲାଗେନି, କାହିଁକି ନା ମୁଁ ବିରୋଧରେ ଯାଏ ସେ ବିଷୟରେ। ଆଜ୍ଞା ତ ମୁଁ ବହୁତ ଥର ମନା କରିଛି, ଇନଡାଇରେକ୍ଟଲି ଡାଇରେକ୍ଟଲି ବି ମନା କରିଛି। ଲାଷ୍ଟ ମୋ ପୁଅକୁ ବୋଉ ଆଡୁ ବି କିଛି ମାନେ ଛୁଆକୁ ସହିତ କଥା କରେଇଲେନି, ବୋଉ ବି କଥା ହେଲେନି। ତ ହଁ ପୁଅ ଡିପ୍ରେସନ ହେଇଯାଉଛି ବୋଲେ ମୁଁ ସ୍ୱୀକାର କରିକି, ହଁ ଝିଅ ସାଥିରେ ଯୋଉ ଆଡୁ ହେଲେ ମୋ ପୁଅକୁ ଖୁସି ମିଳୁଛି ବୋଲି ମୁଁ ଆକ୍ସେପ୍ଟ କରୁଥିଲି। ଆଜ୍ଞା 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 ମ୍ୟାଡାମ, ଆପଣ ସୋମେଶ ଶତପଥୀ, ଦିନେଶ ବେହେରା ଆଉ ବବଲୁର ନାଁ ବି ନେଇଛନ୍ତି। ୟାଙ୍କର ଦୋଷ କଣ ବୋଲି ଆପଣ ଭାବୁଛନ୍ତି? କଣ ଡାଉଟ୍ ଅଛି, କଣ ଦ୍ୱନ୍ଦ୍ୱ ଯେତେବେଳେ ଅଛି? ହ୍ୟୁମାନ ସାଗର 2014ରୁ ଏଠି କଟକରେ ରହୁଥିଲା। ଆଜ୍ଞା
ସେତେବେଳେ ବବଲୁ ଘରେ ହିଁ ମୁଁ ତାକୁ ଛାଡ଼ିଥିଲି। ଆଜ୍ଞା ତ ଟ୍ରଷ୍ଟଟା ତାଙ୍କ ଉପରେ ଥିଲା। ହଁ ହେଲେ କଣ ପାଇଁ ସେମାନେ ଦି ଜଣ ଅଲଗା ହେଲେ, କୋଉ ଜିନିଷ ହ୍ୟୁମାନ ସାଗରକୁ ବି ତ ବାଧିଥିବ। ଆଜ୍ଞା ତ ସେଇ ବିଷୟ ଲାଗି ମୁଁ ସେମାନଙ୍କ ନାଁ ବି ଦେଇଛି, ଯେହେତୁ ମୂଳରୁ ମୁଁ ତା ପାଖରେ ଛୁଆକୁ ଛାଡ଼ି ଦେଇଥିଲି ହୁଁ ମୋ ପୁଅକୁ। ଆଉ ସେଇ ବିଷୟରେ ବି ଖୋଲତାଳ ହବ। ଆଉ ସୋମେଶ ଆଉ ଦିନେଶ ସମସ୍ତେ ସେ ଭିତରେ ଆସିବେ। ହୁଁ ସୋମେଶ ଦିନେଶ ଯେ, ଆଉ ମୁଁ ବି ଯିବି, ମୋ ବୋଉ ବି ଆସିବ, ଅର୍ପିତା ବି ଆସିବ, ବବଲୁ ବି ଆସିବ, ସମସ୍ତଙ୍କୁ ଇନକ୍ୱାରି କରାହେବ ହଁ କି ଷ୍ଟୁଡିଓ ଯୋଉ ଷ୍ଟୁଡିଓକୁ ମୋ ପୁଅ ରେକର୍ଡିଂ ଲାଗି ଯାଉଥିଲା ହଁ ତାଙ୍କୁ ବି ପଚରା ଯାଉ ଯେ ମୋ ପୁଅ କୋଉ ଜାଗାରେ ଡିପ୍ରେସନ ହଉଥିଲା, ସେମାନେ ଏମିତି ଫିଲ୍ କରିଛନ୍ତି କି କଣ, ହଁ ଏଇ ସବୁ ମାନେ କରାଯାଉ ବୋଲି ମୁଁ। ହଁ ଆଉ କିନ୍ତୁ ଦୋଷୀକୁ ଧରା ଯାଉ, ଦୁନିଆ ଜାଣୁ। ହଁ ଗୋଟେ ମା ଗୋଟେ ପୁଅର ମାନେ ବିଚ୍ଛେଦରେ ବିଧବା ମାର ପୁଅର ଅର୍ଥ ମୂଲ୍ୟ କଣ ଯେ ସେଇ ମା ହିଁ ଜାଣିବ। ଆଜ୍ଞା ବୁଝିଲେ? ଏଇ କିଛି ଦିନ ପୂର୍ବରୁ ମାଉସୀ ଦିନେଶ ଆସିଥିଲେ। ସେ କହୁଥିଲେ ଯେ ସବୁ ଟଙ୍କା ମୋ ପାଖରେ କିଛି ନାହିଁ, ସବୁ ତାଙ୍କ ମାଙ୍କୁ ଆମେ ଦେଇ ଦେଇଛୁ, କିନ୍ତୁ 2023 ପୂର୍ବର ବହୁତ ଟଙ୍କା ସବୁ ମିଛ ସାର୍, ସେଟା ସବୁ ମିଛ। ସବୁ ମିଛ। ହୁଁ ଆପଣ କିଛି ଟଙ୍କା 2000 ପାଇନାହାନ୍ତି? ଶୁଣନ୍ତୁ, 2025 ଜୁନ ମାସରେ ମୋ ପୁଅ ଆକାଉଣ୍ଟ ଖୋଲିଥିଲା ଯେ ନମିନି ମତେ ରଖିଛି ପରା। ତା ଆଜ୍ଞା ଆଗରୁ ଜଏଣ୍ଟ ଆକାଉଣ୍ଟରେ ଥିଲା ଶ୍ରିୟା ମିଶ୍ର ଆଉ ହ୍ୟୁମାନ ସାଗର। ଆଜ୍ଞା ତାପରେ ପପୁ ଯୋଉ ଦିନେଶ ବେହେରା ପଇସା ପତ୍ର କଥା ଇଭିନ୍ ମାନେ ରେକର୍ଡିଂ ପଇସା ବି ତା ପାଖକୁ ଆସେ, ଆଉ ସେ କାଢିକି ଦିଏ ବୋଲିକି କହେ। ମୁଁ ତ ସେ ଭିତରେ ପଶିନି, ମୁଁ ଜାଣିନଥିଲି। କାଲି ମୁଁ ଯେତେବେଳେ ବ୍ୟାଙ୍କକୁ ଯାଇଥିଲି ଇନକ୍ୱାରି କରି, ଏଇ ଜୁନରେ 2025ରେ ଗୋଟେ ମାନେ ପାସବୁକ୍ ଖୋଲିଛି ଯେ ସେଥିରେ ମୁଁ ନମିନି ଅଛି। ଆଉ ଆଜ୍ଞା ମତେ ପଇସା ପତ୍ର 2023ରୁ ଦେଉଛି। ଏଇଟା ସବୁ ମିଛ କହୁଛି ମାନେ ଦିନେଶ ବେହେରା। ମୁଁ ଜାଣିନି ସାର୍। ଆଜ୍ଞା ମୁଁ ଜାଣିନି। 2023 ପୂର୍ବରୁ ସ୍ତ୍ରୀଙ୍କ ସହିତ ଯୋଉ ଆକାଉଣ୍ଟ ଥିଲା, ସେ ସବୁ ପଇସା ତାଙ୍କ ସ୍ତ୍ରୀ ହ୍ୟାଣ୍ଡେଲ କରୁଥିଲେ ବୋଲି ଦିନେଶ କହିଲେ, ଏ କଥା ସତ କି? ହେଇଥିବ, ସେ ଦିନେଶ ଜାଣିଥିଲା, ହ୍ୟୁମାନ ସାଗର ଆଉ ସେ ଶ୍ରିୟା ମିଶ୍ର ଜାଣିବେ। ମୋ ପଇସା ପତ୍ର ଭିତରକୁ ଯାଏନି। ହଁ, ଆପଣଙ୍କୁ ଲାଗୁଛି କି ଆପଣଙ୍କ ପୁଅଙ୍କ ପଇସାକୁ କିଏ ଅପବ୍ୟବହାର କରିଛି, କିଏ ନଷ୍ଟ କରିଛି? ହଁ ହଁ ହଁ। ଓକେ, କିଏ ନଷ୍ଟ କରିଛି ଆପଣଙ୍କୁ ଲାଗୁଛି ମ୍ୟାଡାମ? ସେଟା ମୁଁ ଜାଣିଥିଲି, ଆଉ ଇନକ୍ୱାରି କାହିଁ କରନ୍ତି ହଁ ବାପା? ଆଜ୍ଞା, ମୁଁ ସେଇଟା ଆପଣ ଜାଣିବାକୁ ମୁଁ ବି ଆପଣ ଆଜି ଚାହୁଁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଣ କହିବା ପାଇଁ ଚାହିଁବେ? ମୁଁ ତ ଦେଖା ହେଇନି, ଦେଖା ହେଲେ ଯାହାବି ହୁଁ ରିକ୍ୱେଷ୍ଟ କରିବି ଆମ ମାଧ୍ୟମରେ କଣ କହିବା ପାଇଁ ଚାହିଁବେ? ସେତେବେଳେ ମୁଁ ପୁଣି ଆପଣମାନଙ୍କୁ ଡାକିକି କହିବି। ହଁ, ନାଇଁ ଏବେ ତ ମୁଁ ଆମ ଭେଟିନି ସାର୍ଙ୍କୁ। ଟିଭି ମାଧ୍ୟମରେ ଯଦି ମୋହନ ବାବୁଙ୍କ ପାଖକୁ ଆମେ ପହଞ୍ଚିବୁ, ତାଙ୍କ ମା କଣ କହୁଥିଲେ ବୋଲି କହିବୁ, କଣ ଆପଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହାନ୍ତି, ଆଉ କଣ ଚାହାନ୍ତି ମୁଁ କି? ଗଲା ପରେ ସେଟା ମାନେ ଚାରିଆଡେ ଡିକ୍ଲେର ହବ, ଆଉ ଆଜ୍ଞା ସେଟା ଆପଣ ମାନେ ଜାଣିଯିବେ। ମୁଁ ଆଜ୍ଞା ତ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିନି, ହଁ ଆଉ କେମିତି କହିବି? ହଁ ମ୍ୟାଡାମ ଦେଖା ହେଲେ ହଁ ମୁଁ ଯାହା କହିଥିବି, ମୁଁ ହଁ ଆପଣମାନଙ୍କୁ ସେଇ ଜିନିଷ କହିବି। ଶେଷ ସମୟରେ ଯାହା ଦିନେଶ କହୁଥିଲେ ଯେ ପ୍ରାୟ ଯେତିକି ଆକାଉଣ୍ଟରେ ଟଙ୍କା ଥିଲା ଆଉ କ୍ୟାସ୍ ସେ ଫେରେଇ ଦେଇଛନ୍ତି, ଏ କଥା ସତ ତ? ମିଛ। ମତେ ଖାଲି 2,20,000 ଟଙ୍କା, ଯେହେତୁ ମୋ ପୁଅକୁ ମାନେ ବହୁତ ଦାମିକା ଇଞ୍ଜେକ୍ସନ ଲାଗୁଥିଲା, କେଲକେଟାରୁ ଅଣା ହଉଥିଲା। ମତେ ପଇସା ଦରକାର ହେଲା, ଗୋଟେ 1 ଲାଖରୁ ଆଉ ବେଶୀ ମାନେ କରିହବନି ଫୋନ ପେ। ସେତେବେଳେ ଆଜ୍ଞା ମତେ କ୍ୟାସ୍ ଦରକାର ପଡୁଥିଲା। ତ ହଁ ମୁଁ ଦିନେଶ ବେହେରାକୁ କହିଲି, ତୋ ପାଖରେ କେତେ ପଇସା ଅଛି? ଶୋ ଯାଇଥିଲା ମୋ ପୁଅ, ତ 8 ତାରିଖ ଯାଇଥିଲା, 4 ତାରିଖ ଯାଇଥିଲା, 5 ତାରିଖ ଯାଇଥିଲା, କିଛି ପଇସା ଅଛି କି ଦେ। ତାପରେ କହିଲା 2,20,000 ଅଛି ଲୁଲୁ ମହାନ୍ତି ପାଖରୁ, ମୁଁ ଯାଇକି ମାଗିକି ଆଣି ଦଉଛି କହିକି ଗଲା। ଫାଷ୍ଟ 50,000 ନା କେତେ ଦେଲା, ତାପରେ ମାଗିକି ଆଣିକି ମତେ ବାକି ପଇସା ଟୋଟାଲ 2,20,000 ଟଙ୍କା ମତେ ହସ୍ପିଟାଲରେ ଦେଲା। ଆଜ୍ଞା ଆଉ ବ୍ୟାଙ୍କ କଥା ମୁଁ ବିଲକୁଲ ଜାଣିନି। ମୁଁ କାଲି ଯାଇଥିଲି, ଯୋଉ ଏଟିଏମ ମୋ ପୁଅର କିଛି ପାଇଲି, ତ ଯାଇଥିଲି କୋଉ ଜାଗାରେ ମୋ ନାଁରେ ରଖିଥିଲା ପଇସା, କାଢିକି ସମସ୍ତଙ୍କୁ ଦିଆ ହେଇଛି। ଆଉ ଗୋଟେ ସେଟା ଇନକ୍ୱାରି ହବ, ମୁଁ ତ ଆଜ୍ଞା ଭଲରେ ଜାଣିନି। ତ ହଁ ଡେଥ ସାର୍ଟିଫିକେଟ ଫାଷ୍ଟ